ଗୋଟିଏ ମାଛୁଆଣୀ ଗାଁ ଗାଁ ବୁଲି ମାଛ ବିକ୍ରି କରୁଥିଲା। ଗୋଟିଏ ଦିନ ସେ ରାଜ୍ୟର ରାଜପ୍ରସାଦ ପାଖ ଦେଇ ଯିବାବେଳେ ଡାକିଲା, ମାଛ ନେବ କି ମାଛ? ତାର ଡାକ ଶୁଣି ରାଣୀ କବାଟ ଖୋଲି ତାକୁ ଡାକିଲେ। ମାଛୁଆଣୀ ପାଖକୁ ଆସିବା ପରେ ସେ କହିଲେ, ମୁଁ ମାଛ କିଣିବି, ଦେଖେ କେଉଁ ମାଛ ଅଛି। ମାଛୁଆଣୀ ଯେତେବେଳେ ଡାଲା ତଳକୁ ଓହ୍ଲାଇଲା, ଗୋଟିଏ ବଡ଼ ମାଛ ଡିଆଁ ମାରିଲା। ରାଣୀ ପଚାରିଲେ, ଏହି ମାଛଟି ଅଣ୍ଡିରା ନା ମାଇ? ରାଣୀଙ୍କ କଥା ଶୁଣି ମାଛଟି ହୋ ହୋ କରି ହସିବାକୁ ଲାଗିଲା। ମାଛୁଆଣୀ କହିଲା, ରାଣୀମା, ଏହା ଅଣ୍ଡିରା ମାଛ। ରାଣୀ କହିଲେ, ତେବେ ତ ଏହି ମାଛକୁ ମୁଁ କିଣିବି ନାହିଁ, କାରଣ ରାଜାଙ୍କୁ ଛାଡ଼ି ଆଉ କୌଣସି ପୁରୁଷ ପ୍ରାଣୀ ମୋ ମହଲରେ ପ୍ରବେଶ କରିପାରିବ ନାହିଁ। ମୁଁ ମାଇ ମାଛ କିଣିବାକୁ ଚାହୁଁଛି। ମାଛ ଡାଲା ଭିତରୁ ପୁଣି ହୋ ହୋ କରି ମାଛର ହସ ଶୁଣାଗଲା। ରାଣୀ କବାଟ ବନ୍ଦ କରିଦେଲେ। ମାଛୁଆଣୀ ମାଛ ଡାଲା ନେଇ ନିଜ ବାଟରେ ଚାଲିଗଲା। ରାଣୀ ରାଗ ତମ ତମ ହୋଇ ନିଜ କୋଠରୀକୁ ଆସିଲେ। ସନ୍ଧ୍ୟାରେ ରାଜା ଆସିଲେ। ରାଣୀ ଅନ୍ୟ ଦିନ ପରି ରାଜାଙ୍କୁ ହସି ହସି ସ୍ୱାଗତ କଲେ ନାହିଁ। ମୁହଁ ଫୁଲାଇ ଗମ୍ଭୀର ହୋଇ ବସି ରହିଲେ। ରାଜା ବୁଝିଲେ ଯେ ନିଶ୍ଚୟ କିଛି କଥା ଘଟିଛି, ତେଣୁ ରାଣୀ ଏତେ ରାଗରେ ଅଛନ୍ତି। ସେଥିପାଇଁ ସେ ତାଙ୍କ ଆଡ଼କୁ ଚାହିଁ ବି ନାହାନ୍ତି। ରାଜା ପଚାରିଲେ, କଥା କ'ଣ? ତୁମେ ଅସୁସ୍ଥ କି? ରାଣୀ କହିଲେ, ମୁଁ ଠିକ୍ ଅଛି, କିନ୍ତୁ ଆଜି ଗୋଟେ ମାଛୁଆଣୀ ମାଛ କିଣିବା ପାଇଁ ମାଛ ଦେଖାଇଲା। ମୁଁ ପଚାରିଲି, ଏହା ଅଣ୍ଡିରା ନା ମାଇ? ଏଥିରେ ଗୋଟିଏ ମାଛ ହୋ ହୋ କରି ହସି ଉଠିଲା। ମୁଁ ଜାଣିବାକୁ ଚାହୁଁଛି ମାଛଟି କାହିଁକି ହସିଲା। ଏହାର କାରଣ ନ ଜାଣିପାରିଲେ ମୁଁ ବିଷ ଖାଇ ମରିଯିବି। ରାଜା ହସି କରି କହିଲେ, ମାଛ ହସିଲା? ଅସମ୍ଭବ, ନିଶ୍ଚୟ ତୁମେ ସ୍ୱପ୍ନ ଦେଖିଥିବ। ରାଣୀ କହିଲେ, ମୁଁ କ'ଣ ଏତେ ମୂର୍ଖ? ମୁଁ ନିଜ ଆଖିରେ ମାଛକୁ ମଧ୍ୟ ଦେଖିଛି, ଆଉ ନିଜ କାନରେ ତାକୁ ହସୁଥିବା ମଧ୍ୟ ଶୁଣିଛି। ଏହା ଶୁଣି ରାଜା ବହୁତ ଚିନ୍ତିତ ହୋଇଗଲେ। ସେ କହିଲେ, ଏହା ତ ବିଚିତ୍ର କଥା ଶୁଣୁଛି। ଠିକ୍ ଅଛି, ମୁଁ ଏହାର ଉତ୍ତର ଖୋଜିବି। ଏହାର କାରଣ ତୁମେ ଶୀଘ୍ର ଜାଣିପାରିବ। ପରଦିନ ଦରବାରରେ ଆସି ରାଜା ମନ୍ତ୍ରୀଙ୍କୁ ସବୁ କଥା କହିଲେ। ତାପରେ କହିଲେ, ମନ୍ତ୍ରୀ, ମାଛଟି କାହିଁକି ହସିଲା, ଏହାର ଉତ୍ତର ମୋତେ ଦରକାର। 6 ମାସର ସମୟ ତୁମକୁ ଦେଉଛି। ଏହାର କାରଣ କହି ନ ପାରିଲେ ତୁମକୁ ମୃତ୍ୟୁଦଣ୍ଡ ଦିଆଯିବ। ମନ୍ତ୍ରୀଙ୍କ ମୁଣ୍ଡରେ ଯେମିତି ଆକାଶ ଭାଙ୍ଗି ପଡ଼ିଲା। ରାଜାଙ୍କ ଆଦେଶ ମାନିବାକୁ ହିଁ ପଡ଼ିବ। ସେ କହିଲେ, ଯଥାଜ୍ଞା ମହାରାଜ, 6 ମାସ ଭିତରେ ମୁଁ ଆପଣଙ୍କୁ କହିଦେବି ଯେ ମାଛଟି କାହିଁକି ହସିଥିଲା। କହିବାକୁ ତ ମନ୍ତ୍ରୀ କହିଦେଲେ, କିନ୍ତୁ ଆକାଶ ପାତାଳ ଏକ କରି ମଧ୍ୟ ତାଙ୍କୁ ସେହି ପ୍ରଶ୍ନର କୌଣସି ଉତ୍ତର ମିଳିଲା ନାହିଁ। ଅନେକ ଗ୍ରନ୍ଥ ପୋଥି ଦେଖିଲେ, ଅନେକ ସ୍ଥାନକୁ ଗଲେ, ଅନେକ ଲୋକଙ୍କୁ ପଚାରିଲେ, ଜ୍ଞାନୀ, ପଣ୍ଡିତ, ଯାଦୁଗର, ତନ୍ତ୍ରବିଦ୍ୟା ଜାଣିଥିବା ସମସ୍ତଙ୍କୁ ପଚାରିଲେ, କିନ୍ତୁ ମାଛଟି କାହିଁକି ହସିଲା, ଏହି ରହସ୍ୟର ବ୍ୟାଖ୍ୟା କେହି କହିପାରିଲେ ନାହିଁ। ଭାବି ଭାବି ମନ୍ତ୍ରୀଙ୍କ ନିଦ ଉଡ଼ିଗଲା। ଭୋକ ଶୋଷ ବନ୍ଦ ହୋଇଗଲା। ଶରୀର କଙ୍କାଳ ପରି ହୋଇଗଲା। ଦେଖୁ ଦେଖୁ 5 ମାସ ବିତିଗଲା। ମନ୍ତ୍ରୀ ବୁଝିଲେ ଯେ ତାଙ୍କର ଜୀବନ ମାତ୍ର 1 ମାସର ଅଛି। ତାପରେ ମୃତ୍ୟୁ ନିଶ୍ଚିତ। ସେ ରାଜାଙ୍କୁ ଭଲ ଭାବରେ ଜାଣିଥିଲେ। ରାଜା ଯାହା କହନ୍ତି ତାହା କରନ୍ତି। ମନ୍ତ୍ରୀ ନିଜକୁ ମୃତ୍ୟୁ ପାଇଁ ପ୍ରସ୍ତୁତ କରିନେଲେ। ନିଜର ସମସ୍ତ ସମ୍ପତ୍ତି ପୁଅ ନାଁରେ ଲେଖିଦେଲେ। ମନ୍ତ୍ରୀ ଏହି କଥା ଜାଣିପାରୁଥିଲେ ଯେ ତାଙ୍କୁ ମୃତ୍ୟୁଦଣ୍ଡ ଦେବା ପରେ ମଧ୍ୟ ରାଜାଙ୍କ କ୍ରୋଧ କମ୍ ହେବ ନାହିଁ। ତାଙ୍କ ପୁଅକୁ ମଧ୍ୟ ରାଜାଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିବ। ସେଥିପାଇଁ ଗୋଟିଏ ଦିନ ମନ୍ତ୍ରୀ ନିଜ ପୁଅକୁ ଡାକି କହିଲେ, ତୁମେ ଦେଶ ଭ୍ରମଣ ପାଇଁ ବାହାରି ଯାଅ। ଯେପର୍ଯ୍ୟନ୍ତ ରାଜାଙ୍କ କ୍ରୋଧ ଶାନ୍ତ ନ ହୁଏ, ସେ ପର୍ଯ୍ୟନ୍ତ ତୁମେ ଏହି ରାଜ୍ୟର ବାହାରେ ହିଁ ରୁହ। ମନ୍ତ୍ରୀଙ୍କ ପୁଅ ବହୁତ ବୁଦ୍ଧିମାନ ଥିଲା। ଦେଖିବାକୁ ସେ ଅତ୍ୟନ୍ତ ସୁନ୍ଦର ଥିଲା। ବାପାଙ୍କ କଥାର ଅର୍ଥ ବୁଝି ସେ ଗୋଟିଏ ଦିନ ଖାଲି ପାଦରେ ହିଁ ଘରୁ ବାହାରିଗଲା। ବାଟରେ ଯାଉଥିବା ବେଳେ ଗୋଟିଏ ବୃଦ୍ଧ କୃଷକଙ୍କ ସହ ତାଙ୍କର ଭେଟ ହେଲା। କୃଷକ କୌଣସି କାର୍ଯ୍ୟରେ ଯାଇଥିଲେ, ବର୍ତ୍ତମାନ ଘରକୁ ଫେରୁଥିଲେ। ତାଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ଭଲ ଲାଗିଲା। ସେ ଭାବିଲା, ଭଲ ହେଲା, ଜଣେ ସାଥୀ ମିଳିଗଲା। ଦୁହେଁ ଗୋଟିଏ ବାଟରେ ଯାଉଥିଲେ। ଲମ୍ବା ରାସ୍ତା ଥିଲା। କଥାବାର୍ତ୍ତା କଲେ ରାସ୍ତା ଶୀଘ୍ର ସରିଯାଏ। ଦୁହେଁ ଗୋଟିଏ ଗହମ କ୍ଷେତ ଦେଇ ଯାଉଥିଲେ। କଥାବାର୍ତ୍ତାରେ ମନ୍ତ୍ରୀପୁତ୍ର କହିଲା, ମଝିରେ ମଝିରେ
आमेमाने जदि परस्पर को बहिबा तेबे भल हब। यह शुणी कृषक मने मने भाविले यही पिलाटी कौन मूर्ख कि, किंतु से किछि कहले नाही। फसल काटिबार समय हो जाइतिला। गहम खेत सुना परी झलसी उठुला। सेई आड़ देखाई मंत्रीपुत्र पचाइला, कौन एसबू खिया जाए? वृद्ध कृषक बुझीपाइले नाही कौन उत्तर देवे। भाविले ये बोधे पागलटा किंबा किछि न जानिबार नाटक करुछि। से कहिले मु ठीक भाव जानी नाही। चालू चालू से माने गोटे बड़ सहर रे पहुँचिले। सहर पार करने समय से सहर शेष गोटे मशाणी पाखरे पहुँचिले। एते दूर पर्यंत चली चली दुहे बहुत क्लांत हो जाइथिले, किंतु तथापि मध्य दुहे दुहे को किछि समय विश्राम नेवा पई कहिले नाही। मंत्रीपुत्र कृषक को कहला, यह तो विशाल मशाणी। यह शुणी कृषक मने मने भाविले, यह तो अद्भुत कथा। यही मनीषर आचरण तो विचित्र। मनुष्य पूर्ण सहर रे मशाणी देखि आश्चर्य होछि। सेठारे किछि लोक गोटे मृतदेह पाखरे ठिया होई प्रार्थना करथिले। मृत प्रियजन नाम पथिक मानू रुटी बंटन करा जाउथला। मंत्रीपुत्र एवं कृषक पाखक आसिबा परे सेमानंको मध्य दुई हाथ रे रुटी और मिठा दियागला। मंत्रीपुत्र कही उठिला, चमत्कार सहर। यह शुणी कृषक भाविले, ये तो संपूर्ण पागल। मशाणी को कहूँ चमत्कार सहर, विचित्र मनीष। किंतु से निजर मनोभाव प्रकाश कले नाही। चालू चालू सामने गोटे नदी मिलिला। नदी पार हबार थिला। कृषक निजर सार्ट एवं जोता काढ़ी नदी रे ओह्लाइले। मंत्रीपुत्र किंतु सेपरी कला नाही। से जोता सार्ट पिंधि ही नदी पार हो गला। कृषक भाविले, एपरी मूर्ख मनीष केबे देखि नाही। कथा और काम दुई दृष्टि से मूर्ख लगुचे, किंतु कथबार्तार से बहुत नम्र थिला। से भाविले जे याकू जदि निज घर को नहीं जीवी तेबे पत्नी और झील बहुत खुशी हेबे। यह भावी कृषक मंत्रीपुत्र को कहले, पाखरे ही मोर घर अच्छी, चलतु राति मो घरे विश्राम करिवे। मंत्रीपुत्र कहला, आपणकर आंतरिकता देखि बहुत खुशी लगिला। आपणक घरर कबाट और शिकुली मजबूत अटे तो? एपरी बतुका कथा शुणी कृषक पुणी किछि बड़बड़ाइले एवं मने मने हसी कहले, यह मो घर, तुमे टिके अपेक्षा कर, मु भीतर को खबर दे आसुछि। वृद्ध कृषक निज घर लोकन को कहले, मते जणे बहुत मजादार पथसाथी मिली। सेही पिलाटी बहुत दूर पर्यंत मो सह आसीछि। देखिबा को बहुत सुंदर भद्र परिवार लगुछि। तथापि एते मूर्ख जे कौन कहिबी, तार अवान्तर कथा किसी बुझा जाऊ नाही। आम घरे रहिबा को कहली जे से कहला, घरर कबाट आ शिकुली मजबूत तो? एसबू कथार भला कौन अर्थ अछि कि? कृषकंकर झील बहुत बुद्धिमती थिला। बापा कथा शुणी से कहला, बापा से मूर्ख नहे, बहुत बुद्धिमान। से संकेत निज कथा कहूछि। कृषक कहले, अरे मु तो ताकू मूर्ख भावुथिली। झील कहला, कबाट एवं शिकुली मजबूत कि नाही यह पचारि से जानिबा को चाहुथिला जे आमे माने तार आतिथ्य सत्कार करि परिबा कि नाही। कृषक कहले, काहेकि करि परिबि नाही, आम घरे केउ जिनिसर अभाव अछि। देखुछि जे पिलार कथबार्तार विचित्र रहस्य अछि। बाटरे से मते कहूथिला जे आमे परस्पर को बहिले थकान कम हब। कृषकंक कन्या कहिला, प्रकृतरे से कहिबा को चाहुथिला जे जणे अन्य को कहानी सुनाइले समय भल भाव कटिजिब। कृषक आश्चर्य होई कहले, अरे एपरी कथा थिला। जेतेबेले आमे गोटे गहम खेत पाखरु जाउथिलु तेबे से पचारिला, कौन यह खिया जाए? कृषकंकर झील कहला, बापा ये तो सरल कथा मध्य आपण बुझिले नाही। से जानिबा को चाहुथिला जे खेतर मालिक ऋणग्रस्त कि नाही। जदि ऋणग्रस्त तेबे तार गहम को भाबी नियो जे महाजन खाई नैछि। सेही गहम जीव ऋणदाता महाजनक घर को, आउ कृषक पाइब शून्य। सेपटे मंत्रीपुत्र बाप झीक कथबार्ता शुणुला। से बुझीगला जे कृषकंक झील अत्यंत बुद्धिमती। तापरे से सेमानंकु निजर प्रकृत परिचय देला, आउ घर छाड़िबार
ସମସ୍ତ କଥା ସେମାନଙ୍କୁ କହିଲା। ମାଛ ହସିବାର କାରଣ ବିଷୟରେ କୃଷକଙ୍କ ଝିଅ କହିଲା, ମାଛଟି ରାଣୀଙ୍କ ମୂର୍ଖତା ଉପରେ ହସିଥିଲା। ଏହା ଜୀବନର ଏକ ଗଭୀର ସତ୍ୟ ଯେ ଜନ୍ମ ପରେ ଆମେ ସମସ୍ତେ ପୁରୁଷ ଏବଂ ସ୍ତ୍ରୀ, ଧନୀ ଏବଂ ଗରିବ, ଉଚ୍ଚ ଏବଂ ନିମ୍ନ ଭାଗରେ ବିଭକ୍ତ। କିନ୍ତୁ ମୃତ୍ୟୁ ଦ୍ୱାରରେ ଏହି ସମସ୍ତ ପାର୍ଥକ୍ୟ ସମାପ୍ତ ହୋଇଯାଏ। ମାଛକୁ କୌଣସି ବ୍ୟକ୍ତି ଜୀବନ୍ତ ତ ଖାଏ ନାହିଁ, ତାକୁ କାଟି ଭଲ ଭାବରେ ଧୋଇ ନିଆଁରେ ରନ୍ଧାଯାଏ। ଯେତେବେଳେ ମାଛକୁ କଟାଯାଏ ସେହି ସମୟରେ ଅଣ୍ଡିରା ମାଇର ଭେଦ ମିଶିଯାଏ। ରାନ୍ଧିବା ପରେ ତ ରହିଯାଇଥିବା ଭେଦ ମଧ୍ୟ ଶେଷ ହୋଇଯାଏ। ରାଣୀଙ୍କ ଏହି ବୁଦ୍ଧିହୀନତା ଉପରେ ମାଛଟି ହସି ପଡ଼ିଥିଲା। ଏହା ଶୁଣି ମନ୍ତ୍ରୀପୁତ୍ର ବହୁତ ଖୁସି ହେଲା। ସେ ତତ୍କ୍ଷଣାତ୍ ନିଜ ରାଜ୍ୟରେ ପହଞ୍ଚିଲା ଏବଂ ନିଜ ବାପାଙ୍କୁ ସବୁ କଥା କହିଲା। ମନ୍ତ୍ରୀ ରାଜାଙ୍କୁ ଏହି କଥା କହିଲେ। ଉତ୍ତର ଶୁଣି ରାଜା ସନ୍ତୁଷ୍ଟ ହେଲେ ଆଉ ସେମାନେ ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡରୁ ମୁକ୍ତ କରିଦେଲେ। ମନ୍ତ୍ରୀ ନିଜ ପୁଅ ପାଇଁ କୃଷକଙ୍କ କନ୍ୟାଙ୍କର ହସ୍ତ ମାଗିଲେ। କୃଷକ ଖୁସି ମନରେ ରାଜି ହୋଇଗଲେ ଆଉ ଗୋଟିଏ ଶୁଭ ଦିନରେ କୃଷକଙ୍କ କନ୍ୟା ସହିତ ମନ୍ତ୍ରୀପୁତ୍ରଙ୍କର ବିବାହ ହୋଇଗଲା।